नमस्कार जय जगन्नाथ मु शुभदर्शिनी आपण मानक स्वागत कर मोर यूट्यूब चैनल शुभदर्शिनी लाइफस्टाइल को घरर ये किसी ठीक नहीं मोर हूँ देह भल रोनी से किसी सजई पारुनी जहाँ जमती अच्छे सेमती आबे मो शाशु घरे अच्छी माने आम घरे अच्छी तो एठी मु जहाँ जहाँ करी मुझे टिके आपण मानकु देखैबाकू चेष्टा करी जदि मो वीडियो गुड़िक आपण मानकु भल लगे ताहले मो वीडियो गुड़िक लाइक शेयर आउ सब्सक्राइब करने को जमारू भूलिबेनी। थैंक यू। एला मु गाधेया पई जीवी गाधे आसे तापर की करूची आपण मानकु टिके टिके देखैबी आ मो शाशु घर भी केमती माने तार गोटे ये भी टूर भी करेबी जहाँ आम गोटे ये गाँव में समस्त तो देखे हेनी तथापि जहाँ जहाँ टिके टिके काम करी कि जहाँ भी मुझे गुड़ा टिके टिके देखी आमती बेसी किसी देखे पारिनी। हाँ मुझे जाए गाधे आसे टाइम केता है एलारू मु गाधेनी काम चलता काम करी तापर ये तो काम करके माने या नहीं एमती तो मोर हूँ देह भल नहीं तापर काम करी खिया पिया भी ठीक रोनी आए आउ टे ये मैंने झड़ी मोर एठी आसिकी 3 दिन होगला आ कि कह टाइम टम देखा आपटा है टाइम 12टा हम गाधेनी तो एला मुझे गाधे आसबि हो से तो टाइमटा ठीक से कैमरा रे उठे हेलानी 11:30 गाधे आसे लुगा उड़ा सुखी टिके नहीं आसे और जी धुआई सब ठीक आज हाँ गाधे था माँ जाइए गाधेता माँ हूँ फेरत तापर जी क्या पशि आसुँटा पशि झाड़ा करद चियाटा जाऊनी जा 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 गला खरा आज नहीं बोली सुखुनी एत भल भी नहीं आउटे बेसी खरा होता पारा आमर टिटलीटा नहीं खसी जा खरार के मुंड देखा माँ फेले देखी मुझे ऑपरेशन पाठर मु शाढ़ी मुटे पिंधुनी पिंधि पारनी पिंधला को मैंने ये पेट बथा हो तो ये ड्रेस नाइटी जहाँ मैंने ये पिंधि एठी भी पिंधु आउ किसी नहीं
ଖାଇସାରିଲି ତ ମୁଁ ଟିକେ ହେଲା ଶୋଇବି ବୋଲି ଭାବୁଛି। ଆଉ ଗୋଟେ ଯାହା କରିବି ଟିକେ ଅଧେ ମାନେ କି କାମ କରୁଛି ଦେଖେଇଥାନ୍ତି ବୋଲି ତ ଏତେ କାମ ବ୍ୟସ୍ତରେ ସେସବୁ ମାନେ ଦେଖେଇ ହେଲାନି। ଆଉ ଭାବିଲି ଟିକେ ହୋମ୍ ଟୁର୍ ତ ନୁହେଁ ମାନେ ଏମିତି ବାହାରୁ ହେଲେ ବି ଘର ଗୁଡ଼ା ଟିକେ ଦେଖେଇଥାନ୍ତି ବୋଲି ତ ଦେଖେଇ ହେଲାନି। ଆଉ ଖାଇସାରିଛି ତ ମୁଁ ଟିକେ ହେଲା ଶୋଇବି ବୋଲି ଭାବୁଛି। ତ ଶୋଇ ଉଠେ ଆଉ ତାପରେ କଥା ହେବି। ଗାଧୋଇଲା ପରେ ଖାଇଲି, ତାପରେ ଖାଇକି ହେଲା ଶୋଇଥିଲି ଯେ ଶୋଇବା ପାଇଁ ଟିକେ ବି ମନ ହଉନି, ପେଟ କାଟୁଛି ନା, ତ ଶୋଇପାରିଲିନି। ତ ଭାବିଲି କିଛି କଥା ତ ହେବି ବର୍ଷା ହେଉଛି ଏପଟେ, ଖରା ବି ଟିକେ ଦେଖାଯାଉଛି ଆଉ ବର୍ଷା ବି ହେଉଛି। କଥା କିଏ ବି ଆଜି କି ଖାଇଲି, ଭାତ ଡାଲି କରିଥିଲି ଆଉ ଆଳୁ ଭର୍ତ୍ତା କରିଥିଲି, ତ ଛାନିଆ ମାନିଆ ଖାଇଦେଲି ଆଉ କିଛି ଦେଖେଇ ପାରିଲିନି, କାହିଁକିନା ସେତେବେଳକୁ ମାନେ ବର୍ଷା ହେବା ମାନେ ଟିକେ ବର୍ଷା ପଡ଼ୁଥିଲା ଆଉ ବି ମାରୁଥିଲା, ବିଜୁଳି ବି, ତ ଆଉ କରିପାରିଲିନି। ତ ଏଇଲା ବି କରୁଛି କେମିତି ବର୍ଷା ହେଉଛି, ଭଲ ଟିକେ ବି ଲାଗୁନି। ସେଦିନ ଆସିଲି ବାଇକ୍ରେ, ଏଠି ବାଜିଗଲା ନା କି ଏତେ ପେଟ ବଥା ହେଉଛି, ସେ କିନ୍ତୁ ଟିକେ ବି ଭଲ ଲାଗୁନି। ଆଉ କହିବା ପାଇଁ ଚାହୁଁଥିଲି ଯେ ମୋ ଯେମିତି ହେଇଛି ବା ହେଉଛି ସେମିତି କାହାର ବି ସେମିତି ନ ହେଉ।
ବହୁତ କଷ୍ଟ ଏ ଜୀବନଟା। କଷ୍ଟ ସହିବାଟା ହେଉଛି ବହୁତ କଷ୍ଟ। ଯିଏ ସହୁଥିବ ସିଏ ହିଁ କେବଳ ସେଇଟା ମାନେ ଅନୁଭବ କରିପାରିବ, ଆଉ ସେଇଟା କେହି ବି କରିପାରିବେନି। ବଥା ହେବା, କଷ୍ଟ ପାଇବା ଏଇସବୁ କାହା ଜୀବନରେ କେବେ ବି ନ ଆସୁ ବୋଲି ମୁଁ ଚାହିଁବି। ଠାକୁର ସମସ୍ତଙ୍କୁ ଭଲରେ ଘଣ୍ଟ ଘୋଡ଼େଇକି ରଖିଥାନ୍ତୁ। କଥା କହିବା ତ କଷ୍ଟ, ମୁଁ ତ ମାନେ ପ୍ରଥମରୁ ହିଁ କହିଛି ମୋର ଟିକେ ପାଟି ଲାଗେ ବୋଲି। ମୁଁ ତ ମାନେ ଏକଲା ଭଲ ଲାଗୁନି, ସେଥିପାଇଁ ମାନେ ସେଇଟାକୁ ମାନେ ଇଏ କରିବା ପାଇଁ ମୁଁ ଏମିତି ଭିଡ଼ିଓ ଗୁଡ଼ା ବନଉଛି। ଆଉ ଏ ଦୁନିଆରେ ନା କେହି କାହାର ନୁହନ୍ତି, ସମସ୍ତେ ଭାବନ୍ତି ଆମେ ବେଶୀ କଷ୍ଟରେ ଅଛୁ ବୋଲି, ଯେ ସେମାନେ ଏକୁଟିଆ ସେଇ ଇଏରେ ନାହାନ୍ତି, କଷ୍ଟରେ ସେମାନେ ନୁହନ୍ତି। ଏମିତି ତାଙ୍କ ପରି ଏମିତି ଆହୁରି କେତେ ଲୋକ ବି ସେମିତି କଷ୍ଟରେ ଥାଆନ୍ତି। ଯେମିତିକି ମୁଁ ମୋ କଷ୍ଟଟା ନା କାହାକୁ କହିପାରୁଛି, ନା ଦେଖେଇ ପାରୁଛି, କାହାକୁ ବି ଦେଖେଇ ପାରୁନି। ଆଉ ଦେଖିକି ବି କିଛି ଫାଇଦା ନାହିଁ, କାହିଁକିନା ଏଠି ବିଶ୍ୱାସ କରିବା ଲୋକ ବହୁତ କମ୍ ଥାଆନ୍ତି। ତ କାହା ମନରେ ବିଶ୍ୱାସ ଜନ୍ମିବାଟା ବହୁତ କଷ୍ଟ। ଯେତେବେଳେ ତାଙ୍କ ନିଜ ଉପରେ କିଛି ହେଇଥାଏ ବା ଆସିଥାଏ, ସେତେବେଳେ ସେମାନେ ଅନୁଭବ କରିପାରନ୍ତି ଯେ ହଁ ଏଇଟା ମୋତେ କଷ୍ଟ ହେଉଛି, ସେତେବେଳେ ସେମାନେ ବୁଝିପାରନ୍ତି ସେମିତି ଆଉ କାହାକୁ ବି ସେମିତି କଷ୍ଟ ହେଉଥିବ। ଆଉ ଗୋଟେ କଥା, ଆଉ ଗୋଟେ ମୁଁ ଦେଖିଛି, ମାନେ ଧର ହେଉଛି ବହୁଟେ ହେଇଥାଉ, ତା ଯଦି କିଛି ହେଲା ମାନେ ମୁଁ ମୋ କଥା ବୋଲି କହୁନି, ମାନେ ଶାଶୁଘର ଲୋକ ସେମାନେ ଭାବନ୍ତି ବୋହୂଟା ବୋଧେ ମିଛ କହୁଛି, ନା ସେମିତି ହେଇନଥିବ, ତାର ହେଉଛି କିଛି ବି ହେଉନି, ବା ସେ କାମ ନ କରିବା ପାଇଁ ବାହାନା କରୁଛି, ସେଇ ଟାଇପ୍ର। କିନ୍ତୁ ଝିଅର ହେଲା ମାନେ ସମସ୍ତେ ଟିକେ ଥଣ୍ଡା ହେଉ ଜ୍ୱର ହେଉ ଅତି ସହଜରେ ବିଶ୍ୱାସ କରିଯାଆନ୍ତି, ଆଉ ତା ପାଇଁ ଯେ ଭଲ ପାଇବାଟା ଦେଖିଥାନ୍ତି, ସେମିତି ଯଦି ବୋହୂ ପାଇଁ ବି ଦେଖିଥାନ୍ତେ ତ ଟିକେ ଭଲ ହେଇଥାନ୍ତା। ତ ସେମିତି କେହି କାହାକୁ ଦେଖାନ୍ତିନି, ସେ ଫିଲ୍ମ ସିରିଏଲରେ ସେମିତି ଥିବ କି ଆଉ କିଛିରେ, କିନ୍ତୁ ଏମିତି ମୁଁ ଯାହାକୁ ଦେଖୁଛି ରିଅଲ୍ ଲାଇଫ୍ରେ, ମୁଁ ସେମିତି ମୁଁ କହୁଛି, ମାନେ ମୁଁ ଏମିତି ବି କେତେ ଜଣଙ୍କ ଦେଖିଛି, ସେମାନେ ନିଜ ବୋହୂକୁ ଝିଅ ଭଳିଆ ହେଉଛି କରନ୍ତି, ଝିଅକୁ ଯେମିତି ବୋହୂକୁ ସେମିତି, ଆଉ ଝିଅ ବୋହୂ ଭିତରେ କିଛି ଡିଫରେନ୍ସ ନାହିଁ। ତ ଆଉ ହେଉଛି ଗୋଟେ କଥା, ଏପଟେ ନିଜ ଝିଅ ବରଂ କାମ ନ ଜାଣିଥାଉ, ଶାଶୁ ଘରେ ନଥାଉ, କିନ୍ତୁ ବୋହୂ ଯଦି ବାପ ଘରକୁ ବି ଚାଲିଗଲା ସେଟା ଭୁଲ। ଯଦି ସିଏ କାମ କରୁଛି ବି ନ କରୁଛି ବି, ସେମାନେ ବୋହୂର ଦୋଷ ବାଛିଥାନ୍ତି, ସେ କାମ କରିପାରୁନି ବୋଲି। କିନ୍ତୁ ଝିଅ ତ ଶାଶୁଘରେ ଥାଉ ନଥାଉ, କାମ କରୁ ନ କରୁ ସେଥିରେ କିଛି ଯାଏ ଆସେନି, କିନ୍ତୁ ବୋହୂ କାମ କଲେ ବି ଦୋଷୀ, କାମ ନ କଲେ ବି ଦୋଷୀ। ଆହୁରି ଏମିତି ବି ପଚାରନ୍ତି ତୁମଠୁ କି ତୁମ ମା କିଛି ବି କାମ ଶିଖି ନାହାନ୍ତି? ସେମିତି ବି କିଛି ଲୋକ ତାର ବୋହୂମାନଙ୍କୁ ମାନେ ଇଏ ପଚାରିଥାନ୍ତି। ତ ସେଇଟା ସେମାନେ ଯଦି ତାଙ୍କ ଝିଅକୁ ସେମିତି ଶିଖେଇଥାନ୍ତୁ, ନ ଶିଖେଇଥାନ୍ତୁ, ତ ସେମାନେ ବି ତ ବାହା ହେଇଛନ୍ତି, ସେମାନେ ତ ତାଙ୍କ ଶାଶୁ ଘରେ ରହୁଛନ୍ତି କି ତାଙ୍କ ସ୍ୱାମୀ ସାଙ୍ଗରେ ବି ମାନେ ରହୁଥାନ୍ତି। ତ ସେମାନେ ତାହେଲେ ସେ ବିନା କାମରେ ରହୁଛନ୍ତି କି ସେମାନେ ତ ନିହାତି କାମ କରୁଥିବେ। ସେମାନେ ଯଦି କାମ କରୁଥିବେ ତାହେଲେ ମୁଁ ହେଇଥାଏ କି ଯିଏ ହେଇଥାଏ, ସେଇ ବୋହୂଟି ଯେ ଘରର ବି ସିଏ ହେଇଥାଉ ନା କାହିଁକି, ସିଏ ତାହେଲେ କାହିଁକି କାମ କରିବନି? ଯଦି ତୁମ ଝିଅ ଦେହ ଖରାପ ହେଲା, ତାହେଲେ ସେମିତି ଯଦି ତା ଶାଶୁଘରେ ତାକୁ କହିବେ ନା ତୁମେ କାମ ନ କରିବା ପାଇଁ ଦେହ ଖରାପର ବାହାନା କରୁଛ,
ତାହେଲେ ସେଇଟା ଭୁଲ ନା ଠିକ୍? ମାନେ ତୁମ ଝିଅ ବେଳକୁ ହଁ ସେଇଟା ଇଏରେ ହେଇଛି, ରିଏଲ୍ ହେଇଛି, ସତ ହେଇଛି, ଆଉ ବୋହୂରେ ହେଲେ ସବୁ ମିଛ। ତ ଇଏ ଦୁନିଆଟା କେମିତି, ମୁଁ ଏମିତି ନିଜ ଅନୁଭବକୁ ଏମିତି ସେୟାର କରିବା ପାଇଁ ହିଁ ମାନେ ଏଇ ଭିଡ଼ିଓ ସବୁ ମାନେ ବନଉଛି। ଆଉ ସେମିତି ଯଦି କାହାକୁ ଖରାପ ଲାଗୁ କି ନ ଲାଗୁ, ମୁଁ ସେଇଟା ମାନେ କହିପାରିବିନି। କାହାକୁ ଖରାପ ବି ଲାଗିପାରେ, କାହାକୁ ଖରାପ ବି ନ ଲାଗିପାରେ। ମୋ ହାଲତ ଯାହା ସେଇଟା ମୁଁ ନିଜେ ମାନେ ଜାଣୁଛି। ଆଉ ମୁଁ ଅପରେସନ୍ ପରେ ଏମିତି ହେଇଯାଇଥିଲି ଯେ ମାନେ ଟିକିଲି ବି ନଥିଲି, ସୁନ୍ଦର ବି ନାହିଁ। ଏମିତିକି ମୋ ମାଆ ମୋତେ ଏତେ ଗାଳି ଦିଏ, ମାନେ ଏତେ ଇଏରେ ଥିଲି, ମାନେ ଡାକ୍ତରଖାନାରେ ବି ସେଠି ବି ମୋତେ ଡାକ୍ତରମାନେ ନର୍ସମାନେ କୁହନ୍ତି ଅପରେସନ୍ର 10-12 ଦିନ ପରେ, ନା ତୁମେ ଟିକେ ସିନ୍ଦୁର ପିନ୍ଧିବ, ନା ଟିକିଲି ପିନ୍ଧିବ, ଟିକେ ଇଏ ହେବ ନା, ମାନେ ସଜବାଜ, ମାନେ ସେଠି ହିଁ କହୁଥିଲେ, ମାନେ ସେଇଠି ଡାକ୍ତରଖାନାରେ ଯେତେ ନିଜକୁ ମାନେ ରଖିବ, ମାନେ କିସ ମାନେ ମନ ଯେତେ ରହିବ, ଖୁସି ରହିବ, ସେତେ ତୁମେ ଭିତରୁ ବି ନିଜକୁ ମାନେ ଭଲ କରିବ, ଫିଲ୍ କରିବ, ଆଉ ବାହାରୁ ମଧ୍ୟ। ତ ମୁଁ କିନ୍ତୁ ମାନେ ପିନ୍ଧୁନଥିଲି, ଏବେ ତ ହେଇଗଲାଣି, ମାନେ ବର୍ଷେ। ମୁଁ ସେଇଟା ମାନେ ମନା କରୁନି, କିନ୍ତୁ ବର୍ଷେ ପରେ ବି କାହିଁକି ମୋ ମାନେ ପେଟ ବଥା କମୁନି ମୁଁ ଜାଣିନି। ବହୁତ ବଥା, ସେଇଥିରେ ବି କିଛି ଲୋକ କହିବେ କାହିଁକି ବଥା ହେଉଛି, କେମିତି ବଥା ହେଉଛି, କି ପାଇଁ, ଯେମିତି ମୁଁ କିଛି ମାନେ କରିଦେଇଛି ନିଜେ ଜାଣି ଶୁଣିକି, ମାନେ ଭୁଲ କଥା ବା ମାନେ ମିଛ କଥା ଗୁଡ଼ା କହୁଛି ବୋଲି। ଆଉ ଯିଏମାନେ କୁହନ୍ତି, ଦେଖିବେ ପୁଅ ପିଲାମାନେ କେହି କାହାକୁ କିଛି କୁହନ୍ତିନି, ଏଇ ଗୋଟେ ଝିଅ ହିଁ ଆଉ ଗୋଟେ ଝିଅକୁ ସେମିତି କହିଥାଏ। ଆଉ ପୁଅ ପିଲା ସେଥିରେ କିଛି ଯାଇ ଆସେନି। ଦେଖିବେ ମାନେ ଶାଶୁ ବୋହୂର କଳି ହୁଏ, କି ବୋହୂ ଶାଶୁର, କେବେ ମାନେ ଶୁଣିଛନ୍ତି ମାନେ ଶ୍ୱଶୁର ତା ବୋହୂକୁ କିଛି କହୁଛି, କି ତା ବୋହୂ ମାନେ ଶ୍ୱଶୁରଙ୍କୁ? ସେମିତି ନାହିଁ। ତ ଏମିତି ତ ଆହୁରି ମାନେ କଥା ଲମ୍ବେଇଲେ ମାନେ ବହୁତ ହେବ। ତ ଏମିତି ସବୁଦିନ ଟିକେ ଟିକେ ମୋ ମନର ମାନେ ଅନୁଭବକୁ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଆଉ କି କହିବି, ଯଦି ମୋ ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଆଉ କି କହିବି, ଆଉ ଏମିତି କିଛି ଖାସ୍ ହେଉଛି ନାହିଁ। ଦେଖିବାକୁ ମାନେ ଖାସ୍ ତ କେଇଦିନ ବି ନାହିଁ, ମାନେ ନିଜେ ଯେ କାମ ଗୁଡ଼ା କରୁଛି, ମାନେ ଏତେ ମତଟା ହେଉଛି ମାନେ ଫୋନ୍ ହେଉଛି ଧରି ସେଟାକୁ ମାନେ ଉଠେଇବାଟା କଷ୍ଟ ହେଉଛି। ମାନେ ମୁଁ କାମ କରୁଛି ମାନେ ବହୁତ କଷ୍ଟରେ, ଆଉ ଯେ ଫୋନ୍ ଧରିକି ମୁଁ ଏଇଟା କରୁଛି ସେଇଟା କରୁଛି, କିଛି ମାନେ ଦେଖେଇ ହେଉନି। ତ ଏମିତି ଟିକେ ମାନେ ନିଜକୁ ଯେତେ ମାନେ ଏକୁଟିଆ ମାନେ ଅନୁଭବ ହେଉଛି, ସେତେବେଳେ ମୁଁ ଏମିତି ଟିକେ ଭିଡ଼ିଓ ବନେଇବି ବୋଲି ମାନେ ଭାବୁଛି। ମାନେ ନହେଲେ କାହାକୁ କହିବି, ମୁଁ ମାନେ କିଛି ମାନେ ବୁଝିପାରୁନି। ହଉ, ମୋ ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ। ଆଉ ଏତିକିରେ ମୁଁ ମୋ ଭିଡ଼ିଓକୁ ଏଇଠି ଶେଷ କରୁଛି।